ଜୟ ଜଗନ୍ନାଥ। ଆଜି ଛୁଆ ଆଲୋଚନା କରିବା ଠାକୁର ପୂଜିବା ବ୍ୟର୍ଥ ହେବ। ହେଲା, କହିବାର ତାତ୍ପର୍ଯ୍ୟ କଣ? ଏଇ ଠାକୁର ପୂଜିବା ବ୍ୟର୍ଥ ହେବ, ତାହେଲେ ମଠ ମନ୍ଦିର ସବୁ ଯିଏ ରହିଛି କଣ ହବ? କି ନାହିଁ? ନା ନା, ଠାକୁର ପୂଜିବା ଠିକ, କାରଣ ସ୍ଥୂଳକୁ ନ ପୂଜିଲେ ଆମେ ସୂକ୍ଷ୍ମକୁ ଅନୁସରଣ କରିପାରିବା ନାହିଁ। ସ୍ଥୂଳକୁ ପୂଜିଲେ ଆମର ଭକ୍ତି ଭାବ ଜାଗ୍ରତ ହବ। ସେଇ ଯୋଉ ଭକ୍ତି ଭାବଟା ଜାଗ୍ରତ ହୁଏ, ତାକୁ ସର୍ବଦା ସଦା ସର୍ବଦା ଆମେ କାର୍ଯ୍ୟରେ ଲଗେଇବା ପାଇଁ ଆମର ହଉଛି କର୍ତ୍ତବ୍ୟ। ସେଥିପାଇଁ କି ମଠ ମନ୍ଦିର ଏସବୁ ଠାକୁଠାକୁରାଣୀ କି ଦେବାଳୟ ମାନ ସୃଷ୍ଟି ହେଇଛି। ସେ ଯୋଉ ଭାବରେ ଯୋଉଥିପାଇଁ ସୃଷ୍ଟି ହେଇଥିଲା ମହାପ୍ରଭୁ କରିଥିଲେ, ବର୍ତ୍ତମାନ କାଳଚକ୍ରରେ ତା ବିନାଶ ହେବାକୁ ବସିଲା। ହେଲା, ଯଥା ଲୋକମାନେ ଆଉ ମଠ ମନ୍ଦିରକୁ ଗଲେ ସେ ଏବେ ଆଉ ଭକ୍ତି ଭାବ ତାଙ୍କର ନାହିଁ। ପିକନିକ କରିବା ସବୁ ଗଲେଣି। ତମେ ଦେଖ, ପୁରୀ ଯାଉଛନ୍ତି ଅନେକ ବ୍ୟକ୍ତି ବିଶେଷ, କିଛି ଲୋକ ଯାଆନ୍ତି ଭକ୍ତି ଭାବରେ ପ୍ରଭୁଙ୍କୁ ଦର୍ଶନ କରିବାକୁ, ଆଉ କିଛି ଲୋକ ଯାଆନ୍ତି ପିକନିକ କରିବାକୁ। ଠିକ ନା ଭୁଲ? ନିଜର କର୍ମ ସମ୍ପାଦନ ଠିକ ଭାବେ କଲା ପରେ ତମେ ଯଦି ପ୍ରଭୁଙ୍କ ପାଖରେ ଆତ୍ମସମର୍ପଣ ଭାବ କରିବ, ତାହେଲେ ନିଶ୍ଚିନ୍ତ ବିଭୁର କୃପା ତମେ ଲାଭ କରିପାରିବ। ଯଦି କର୍ମ ଠିକ ନଥିବ, ଖାଲି ପ୍ରଭୁ ପ୍ରଭୁ ହେଲେ ପ୍ରଭୁର କି ଦର୍ଶନ ମିଳିବ ନାହିଁ। ଏଇ କଥା ନେଇ ଦିନେ ପଞ୍ଚସଖା ଏକତ୍ରିତ ହେଇ ବସିଛନ୍ତି। ତାଙ୍କ ଭିତରେ ଆଲୋଚନା ହବା, କଳିର ଅନ୍ତିମ ପର୍ଯ୍ୟାୟରେ ଲୋକମାନେ କଣ ସବୁ କୁହେବେ। ସେ ତାଙ୍କର ଆଲୋଚନା ହେଲା ପରେ ସମସ୍ତେ ଜାଣିଲେ ଯେ କଳିର ଶେଷ ସମୟକୁ ଲୋକମାନେ ସବୁ ନୀତିହରା ହେଇଯିବେ, ସତ୍କର୍ମ କରିବେ ନାହିଁ, ଉପଥଗାମୀ ହେବେ, କାମନା ବାସନା ଆବୃତ ହେଇକି କଣ କରିବେ, ଦେବାଳୟକୁ ସବୁ ଯିବେ। ଧରାଯାଉ ଜଣଙ୍କର ଗୋଟେ କଣ ଅସୁବିଧା ହେଲା, ସିଏ ଜଣ ଗଲା, ତୁ ଅମକ ଠାକୁରଙ୍କୁ ଆରାଧନା କର, ତ ସେ କାମ ପୂରଣ ହେଇଯିବ। ଚାଲିଲା, ସିଏ ସେଠିକି ଯିବ, କିନ୍ତୁ କର୍ମଟା ତାର ଠିକ ନଥିବ। ସେଥିପାଇଁ କହନ୍ତି, କର୍ମକୁ କରି ଆଗୁସାର ପଣ୍ଡିତ ଜନକ ବିଚାର। ଜ୍ଞାନୀ ବିବେକୀ ଲୋକମାନେ ଆଗ କର୍ମ କରନ୍ତି, କର୍ମ ସହିତ ପ୍ରଭୁଙ୍କୁ ଅନୁସରଣ କଲେ, ପ୍ରଭୁଙ୍କ ମାର୍ଗରେ ଗଲେ ଧର୍ମ ବୋଲି ଗୋଟେ ସତ୍ତା ତାହାର ଉତ୍ପତ୍ତି ହେଇଥାଏ। ଯେ କର୍ମ ନ କରିବ, ଖାଲି ପ୍ରଭୁଙ୍କୁ ତାକୁ କାମନା ବାସନା ଡାକିଲେ ତାର କିଛି ମହତ୍ତ୍ୱ ନଥାଏ। ଏଇ ଭାବକୁ ଲକ୍ଷ୍ୟ ରଖି ପଞ୍ଚସଖା ବିଚାର ବିମର୍ଶ ହେଇଛନ୍ତି। ଏଇ ଭାବ ଉପରେ ମଧ୍ୟ ଅଚ୍ୟୁତ ଗୋଟିଏ ପଦ କହନ୍ତି। କଣ କହିଲେ? ପଞ୍ଚସଖା ମାନେ ତାଟକା ହେଲେଣି ଦେଖିଏ କଳିର ଦଶା, ଠାକୁର ପୂଜିବା ବ୍ୟର୍ଥ ହୋଇବ, କର ନିଜ ନାମ ଆଶ୍ରା। ରାମଦାସକୁ ଅଚ୍ୟୁତ କହୁଛନ୍ତି, ହେ ରାମ, ଆମେ ପଞ୍ଚସଖା ମାନେ ଭବିଷ୍ୟତକୁ ଦେଖିକି ଆମେ ସବୁ ତାଟକା ହେଇଯାଉଛି, ଆଉ ମୁଣ୍ଡ କିଛି କାମ କରୁ ନାହିଁ। କାହିଁକି ନା ଏମାନେ ସତ୍କର୍ମ କେହି କରିବେ ନାହିଁ। କଣ ନା, ଗୃହ ଦେବତାକୁ ଯେଜନ ନ ପୂଜି ଦେବାଳୟ ସଦା ଯାଇ, ଦେବାଦେବୀ ଗଣ ଏକତ୍ର ହୁଅନ୍ତି ବିଘ୍ନ ଯେ ପାଞ୍ଚିବା ପାଇଁ। ଜୀବନ୍ତ ଦେବତାଙ୍କୁ ଗୃହରେ ଯିଏ ସେବା ନ କରିପାରିଲା, ସେ ଯେତେବେଳେ ଯାଆନ୍ତି ଦେବାଳୟ, ସେଠି ଦେବାଳୟରେ ମଧ୍ୟ ପ୍ରଭୁଙ୍କ ସତ୍ତା ରହିଛି। ସେମାନେ ଜାଣନ୍ତି, ଗୃହ ଦେବତାକୁ ଯେଜନ ନ ପୂଜି ଦେବାଳୟ ସଦା ଯାଏ, ଦେବତା ମନ୍ଦିର ଯିଏ ଗଲେ ଦେବାଦେବୀ ଗଣ ଏକତ୍ର ହୁଅନ୍ତି ବିଘ୍ନ ଯେ ପାଞ୍ଚିବା ପାଇଁ। ସେଠି ତମେ ଯୋଉ
କାମନା ନେଇକି ଯାଇଥିବ ପ୍ରଭୁ ମାୟା କରିଦେବେ, ତା ବିପରୀତ ଫଳଟା ହେବ। ଏଇ ମତ ଉପରେ କହିଲେ କଣ, ପଞ୍ଚସଖା ମାନେ ତାଟ କାଲେଣି ଦେଖିଏ କଳିର ଦଶା। ହେ ରାମ, ଭବିଷ୍ୟତ ଯାହା ଆସୁଛି ଆମ ମୁଣ୍ଡ ଆଉ କିଛି କାମ କରୁ ନାହିଁ, ଆମେ ସବୁ ତାଟକା ହେଇଯାଉ। ଠାକୁର ପୂଜିବା ବିରତ ହୋଇବ, କର ନିଜ ନାମ ଆଶ୍ରା। ସେ ସମୟରେ ଇଏ କିଛି ବି ରହିବ ନାହିଁ, ତାକୁ କେହି ମାନିବେ ନାହିଁ, ସାକାରବାଦକୁ କେହି ଅନୁସରଣ କରିବେ ନାହିଁ। ତୁମେ ମାନେ ସେତେବେଳେ ଯଦି ଦ୍ୱାଦଶ ଗୋପାଳ ମାନେ ନିଜ ନାମକୁ ଯଦି ତମେ ଆଶ୍ରା କରିଯିବ, ନିଜ ନାମକୁ ନିଜେ ଭଜନ କରିବ, ତାହେଲେ ତମେ ପ୍ରଭୁ ଏ ଭବ ସଂସାରରୁ ତରି ଯିବ। ନିଜ ନାମ କଣ? ମହାପୁରୁଷ ସମାଧାନ କଲେ, ତୁ କିସ ଭଜିବୁ ମନ ସେ ତ ଭଜୁ ଅଛି ରେ, ତୋ ଭଜିବାକୁ ବେଳ ଆଉ ନାହିଁ କିଛି ରେ। ମନ, ତୁ କଣ ଭଜନ କରିବୁ? ସିଏ ତା ନାଁକୁ ସଦା ସର୍ବଦା କଣ କରୁଛି? ଭଜନ କରୁଛି। କିଏ ସେ? ଜୀବ। ତୋର କର୍ତ୍ତବ୍ୟ ହଉଛି ସେ କଣ ଭଜନ କରୁଛି ତୁ ତାକୁ ଅନୁସରଣ କର। କଣ ଭଜନ କରୁଛି? ନା ହଂସ ଭଜନ କରୁଛି? ଠିକ ନା ଭୁଲ? ଆମେ ଯେତେବେଳେ ନିଶ୍ୱାସ ନଉଛେ, ହଂସ ସୋ ହଂ ନିଶ୍ୱାସ ଶବ୍ଦ ହଉଛି, ଆମେ ସମସ୍ତେ ଜାଣିଛେ, କିନ୍ତୁ ତାକୁ କୁମ୍ଭକରେ ମିଳାଅ। ଯୋଉ ଶବ୍ଦ, ଦିଟାକ ଶବ୍ଦ ମିଶି ଯୋଉ ଶବ୍ଦ ଉତ୍ପନ୍ନ ହବ, ସେଇ ଗୋଟା ହଉଛି ନିଜ ନାମ। ସେଥିପାଇଁ ମହାପୁରୁଷ ଭେର କହିଲେ, ଭଲା ନାମ ବାଇ କଲାରେ ହଂସ ହଂସ ବୋଲି ଘାରି ଦେଲା। ସମସ୍ତେ ଖାଲି ହଂସ ହଂସ ବୋଲି କହିବେ, କହୁଛନ୍ତି ବର୍ତ୍ତମାନ। ନିଜ ନାମ କଣ? ନା ହ ସଙ୍ଗେ ସ ମିଳା ଯୋଗ ଫଳକୁରେ ଖେଳା, ଯାହା ହେବ ଯୋଗ ଫଳ ତାହା ତ ନାମରେ। ଭଲା ନାମ ବାଇ କଲାରେ କୁମ୍ଭକରେ ଏ ଯୋଉ ହଂସ ସୂର୍ଯ୍ୟାୟଣ ଚନ୍ଦ୍ରାୟଣ ଯୋଉ ତମେ ନିଶ୍ୱାସ ପ୍ରଶ୍ୱାସ ମାରୁଛ, ଆଉ କୁମ୍ଭରେ ନେଇ ଏକତ୍ରିତ କର। ଯୋଉ ଶବ୍ଦଟା ଉତ୍ପନ୍ନ ହବ ସେଇ ଶବ୍ଦଟା ହଉଛି ତମର ନାମ। ସେ ନାମକୁ ଯଦି ତମେ ଧରିବ, ହେ ଗୋପାଳ ମାନେ, ତାହେଲେ କଳିର ଯୋଉ ବାତାବରଣ ଆସୁଛି ତା ଦେହରୁ ତମେ କଣ ହେଇଯିବ? ତରିଯିବ। ତମକୁ କାମ କ୍ରୋଧ ଲୋଭ ମୋହ ମଦ ମାତ୍ସର୍ଯ୍ୟ ଏ ଷଡ଼ରୂପ ମାନେ ଗ୍ରାସି ପାରିବେ ନାହିଁ। ଭବ ସଂସାରରୁ ତମେ ତରିଯିବ। ଏଇଥି ନେଇକି ମହାପୁରୁଷ କହିଲେ, କଳିରେ ଲୋକ ସାଧାରଣତଃ କଳି ଲୋକମାନେ ନୀତି ନିୟମ ଆଚାର ବିଚାର ଠିକ ରଖିବେ ନାହିଁ, ଯାହା ଫଳରେ ଦେବାଳୟ ଗଲେ ତାର କିଛି ମହତ୍ଵ ରହିବ ନାହିଁ। ଏଗୁଡା ସବୁ ଭୁଲ ହେଇଯିବ, ଠାକୁର ପୂଜିଆ ଭୁଲ ହେଇଯିବ। ଯିଏ ମାନେ କର୍ମ ଠିକ କରିଥିବେ ଠାକୁର ପୂଜିବେ, ତାଙ୍କ ବାଟ ପାଇବେ। ଯିଏ ନ କରିଥିବେ ସେ ପାଇବେନି। ଏଇ କଥାକୁ ମହାପୁରୁଷ ଅଚ୍ୟୁତାନନ୍ଦ ଦାସ ଦ୍ୱାଦଶ ଗୋପାଳ ମାନଙ୍କୁ ଶିବକଳ୍ପ ଶାସ୍ତ୍ରରେ କଣ କଲେ? ବୁଝିଥିଲେ ବୋଲି ତା ଆଜି ଶିବକଳ୍ପ ଶାସ୍ତ୍ର ଆମ ମାନଙ୍କୁ ଚେତନା ଦେଇଅଛି। ତେଣୁ ଏ ବାତାବରଣ ତରିବାକୁ ହେଲେ ସେ ପ୍ରଭୁଙ୍କ ବ୍ୟତୀତ ଦ୍ୱିତୀୟ ବ୍ୟକ୍ତି କେହି ନାହାନ୍ତି। ଯାହା ହେଉ, ସେ ପ୍ରଭୁଙ୍କ ସଦିଚ୍ଛା ପୂର୍ଣ୍ଣ ହଉ। ବୋଲ ଆନନ୍ଦ କବା ହରି।